ओम शांति आजिर এই বিশেষ আধ্যাত্মিক বিশ্লেষণকু সমস্তଙ୍କୁ স্বাগত। ओम शांति। আজি ଆମେ 10 ନଭେମ୍ବର 2025ର ବାପଦାଦାଙ୍କ ମଧୁବନ ମୁରଲି ଉପରେ ଗଭୀର ଭାବେ ଆଲୋଚନା କରିବାକୁ ଯାଉଛୁ। ଏହି ମୁରଲିରେ ନା ବହୁତ ଗୁରୁତ୍ୱପୂର୍ଣ୍ଣ କଥା ସବୁ ରହିଛି। हाँ निश्चय प्रतिटी मुरली परी एटा भी बहुत खास। ଏକ୍ଜାକ୍ଟଲି। ତେଣୁ ଏହାର ପୂରା ଲାଭ ପାଇବା ପାଇଁ ଆମ ସହିତ ଶେଷ ପର୍ଯ୍ୟନ୍ତ ରହିବାକୁ ଅନୁରୋଧ। ଆଉ ହଁ, ଯଦି ପ୍ରତିଦିନ ମୂଳ ମୁରଲି ଆଉ ଏମିତି ଜ୍ଞାନ ଚର୍ଚ୍ଚା ଶୁଣିବାକୁ ଚାହାନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଏମିତି ହେଲେ କୌଣସି ବି ବିଶେଷ ଅଂଶ ମିସ୍ ହେବନି। ହଁ ସେଇଟା ଜରୁରୀ ଜ୍ଞାନର ଧାରା ବଜାୟ ରଖିବା ପାଇଁ। ତେବେ ଆଜିର ମୁରଲିର ମୂଳ ସାର କ'ଣ? ବାବା କହୁଛନ୍ତି ମଧୁର ସନ୍ତାନମାନେ ନିଜ ତନ, ମନ, ଧନ ଏବଂ ସଂକଳ୍ପ, ବଚନ, କର୍ମ ଦ୍ୱାରା ଏପରି ସେବା କର ଯାହାର ଫଳସ୍ୱରୂପ ପିତାଙ୍କଠାରୁ 21 ଜନ୍ମ ପାଇଁ ପ୍ରାପ୍ତି ହେବ। ଏହା ସହିତ ଗୋଟେ ବଡ଼ ସତର୍କବାଣୀ। ହଁ ସେଇଟା ବି ବହୁତ ଗୁରୁତ୍ୱପୂର୍ଣ୍ଣ। ହଁ, ବାବା କହୁଛନ୍ତି କିନ୍ତୁ ସେବା କରିବା ସମୟରେ ପରସ୍ପର ମଧ୍ୟରେ କୌଣସି ମତଭେଦ ନ ହଉ। ଏଇଟା ବହୁତ ବଡ଼ କଥା ନା? ଏକଦମ ମାନେ ଫଳ ତ ମିଳିବ କିନ୍ତୁ ସର୍ତ୍ତ ବି ଅଛି। ତେବେ ଆଜିର ଆଲୋଚନା ଏହି ବିଷୟରେ ରହିବ ଆମେ କେମିତି ନିଶ୍ଚିତ ହେବା ଯେ ଆମର ସେବା, ଆମର ଆଧ୍ୟାତ୍ମିକ କର୍ମ ସତରେ ସେଇ 21 ଜନ୍ମର ଫଳ ଦେବ। ବାବା ଗୋଟେ ସ୍ପଷ୍ଟ ରାସ୍ତା ଦେଖେଇଛନ୍ତି ଯାହା ମୁଖ୍ୟତଃ ଆମ ଭିତର ଏକତା ଆଉ ବାବାଙ୍କୁ ମନେ ପକାଇବା ଉପରେ ନିର୍ଭର କରେ। ହଁ ଠିକ୍ କହିଲେ। ତେବେ ଚାଲନ୍ତୁ ଏହାର ପ୍ରକୃତ ଅର୍ଥ କ'ଣ ଆଉ ଏହାକୁ ଆମେ ନିଜ ଜୀବନରେ କେମିତି ଲାଗୁ କରିପାରିବା ସେ ବିଷୟରେ ଆହୁରି ଭଲ ଭାବେ ବୁଝିବା। ଆମେ ସେବାର ଗଭୀରତା, ଏକତାର ମହତ୍ତ୍ୱ, ସ୍ମରଣର ଶକ୍ତି ଆଉ ମାୟା ଉପରେ କେମିତି ଜିତିବା ସେ ସବୁ ଦେଖିବା। ବହୁତ ଭଲ। ଏଠି ଗୋଟେ ମହତ୍ୱପୂର୍ଣ୍ଣ କଥା ହେଲା ବାବା ଖାଲି ବାହାରର କାମ ବା ସେବା କଥା କହୁନାହାନ୍ତି, ସେ ଗୁରୁତ୍ୱ ଦେଉଛନ୍ତି ସେବାର କ୍ୱାଲିଟି ଆଉ ଯିଏ ସେବା କରୁଛି ସେହି ଆତ୍ମାର ଭିତରର ସ୍ଥିତି ଉପରେ। ଆଚ୍ଛା। ହଁ, ବାବା ସ୍ପଷ୍ଟ କରୁଛନ୍ତି ଯେ ସେବାର ସବୁଠୁ ବଡ଼ ଫଳ ସେ 21 ଜନ୍ମର ପ୍ରାପ୍ତି ସେତେବେଳେ ମିଳିବ ଯେତେବେଳେ ତାହା ପୁରା ଏକତା, ଆପୋଷ ସହଯୋଗ ଆଉ ନିରନ୍ତର ବାବାଙ୍କୁ ମନେ ପକାଇ କରାଯାଇବ। ଏଠି କେମିତି ସେବା କରାଯାଉଛି, ସେଇଟା କ'ଣ ସେବା କରାଯାଉଛି ତାଠୁ ବି ବେଶୀ ଜରୁରୀ ଲାଗୁଛି। ୱାଃ, ଏଇଟା ଗୋଟେ ନୂଆ ଦୃଷ୍ଟିକୋଣ। ହଁ, ଆଉ ଡ୍ରାମା ଅନୁସାରେ ବି ଏହି ସଙ୍ଗମ ଯୁଗରେ ସେବାର ଗତିକୁ ବଢ଼େଇବାର ମୁଖ୍ୟ ଚାବି ହେଲା ଏହି ଏକତା ଆଉ ମତଭେଦ ନ ରହିବା। ଆପଣ ଯାହା କହିଲେ ସେଇଟା ସେବାର ଧାରଣାକୁ ପୁରା ଅଲଗା ଭାବେ ଦେଖିବାକୁ ସାହାଯ୍ୟ କରୁଛି। ତବେ ଚାଲନ୍ତୁ ପ୍ରଥମେ ସେବାର ଆହ୍ୱାନ ବିଷୟରେ ଆଉ ଟିକେ କଥା ହେବା। ବାବା କହୁଛନ୍ତି ସବୁ ପିଲାଙ୍କୁ ସେବାର ପ୍ରମାଣ ଦେବାକୁ ପଡ଼ିବ। ଖାଲି ମଧୁବନରୁ ଶିଖିକି ଆସିଲେ ହବନି, କିଛି କରି ଦେଖେଇବାକୁ ହେବ। ଏହାର ମାନେ କ'ଣ? ଖାଲି ସେଣ୍ଟର ଖୋଲିବା କି ବଡ଼ ବଡ଼ ପ୍ରୋଗ୍ରାମ କରିବା? ନା ନା, ସେତିକି ନୁହେଁ, ତାଠୁ ବହୁତ ବେଶୀ। ବାବା କହୁଛନ୍ତି ତନ ମନ ଧନ, ଏଇଟା ତ ଆମେ ଜାଣିଛେ, କିନ୍ତୁ ଏହା ସାଙ୍ଗରେ ସେ ଯୋଡୁଛନ୍ତି ସଂକଳ୍ପ, ବଚନ ଆଉ କର୍ମ। ଓହୋ, ସଂକଳ୍ପ, ବଚନ, କର୍ମ। ହଁ, ମାନେ ଆମର ଚିନ୍ତା, ଆମେ ଯାହା କହୁଛେ ଆଉ ଯାହା କରୁଛେ ସବୁକିଛି ସେବାମୟ ହେବା ଦରକାର। ଏଇଟା ଗୋଟେ କଣ୍ଟିନ୍ୟୁଅସ୍ ସ୍ଥିତି। ଦିନସାରା ମନରେ ଏଇ ଚିନ୍ତା ରହିବା ଦରକାର, ମୋର ପ୍ରତିଟି କାମ, ମୋର ପ୍ରତିଟି କଥା, ଏମିତିକି ମୋର ଗୋଟେ ଗୋଟେ ସଂକଳ୍ପ କେମିତି ବାବାଙ୍କ କାମରେ ମାନେ ଅନ୍ୟ ଆତ୍ମାଙ୍କ କଲ୍ୟାଣରେ ଲାଗୁଛି। ଆଚ୍ଛା। ଆଉ ବାବା ଏଇଟା ବି ସ୍ପଷ୍ଟ କରୁଛନ୍ତି ଯେ ଏଥିପାଇଁ ଘରଦ୍ୱାର ଛାଡ଼ି ସନ୍ନ୍ୟାସୀ ହବାର ଦରକାର ନାହିଁ। ଯେମିତି ପୁରୁଣା ସନ୍ନ୍ୟାସୀମାନେ ଘରର କଳିରୁ ବର୍ତ୍ତିବା ପାଇଁ ପଳି ଯାଉଥିଲେ। ହଁ, ସେମିତି ନୁହେଁ। ବରଂ ଘରେ ରହି ନିଜର ସବୁ ଦାୟିତ୍ୱ ତୁଲେଇ ବି ଏହି ସବୁଠୁ ଭଲ ସେବା କରାଯାଇପାରେ। ମୁଖ୍ୟ କଥା ହେଲା କୌଣସି ବିବାଦ, କଳି କି ମତଭେଦ ନ ହେଉ, ଏମିତିକି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ବି ପୁରା ସହମତି ରହିବା ଦରକାର। ଏହା ତ ବାସ୍ତବରେ ବହୁତ ଗଭୀର କଥା। ଏହାର ମାନେ ହେଲା ଆମ ଭିତରରେ ସ୍ଥିତି ଆଉ ଆମ ସମ୍ପର୍କଗୁଡ଼ିକ ବି ସେବାର ଅଂଶ। ଏଇଟା ଆମକୁ ସିଧା ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇଯାଉଛି, ଏକତାର ଗୁରୁତ୍ୱ। ମୁରଲିରେ ତ ବାରମ୍ବାର ଏ କଥା ଉପରେ ଜୋର ଦିଆଯାଇଛି। ହଁ, ବହୁତ ଥର। ଆପସରେ କୌଣସି ମତଭେଦ ବା କଳହ ଯେମିତି ନ ହୁଏ। ବାବା ଏମିତିକି କହିଛନ୍ତି ଦୁଇ ଭଉଣୀଙ୍କ ଭିତରେ ବି ମନାନ୍ତର ନ ହଉ, ସେମାନେ ଲୁଣିଆ ପାଣି ପରି ନ ହୁଅନ୍ତୁ। ଯଦି ଏକତା ନ ରହିବ ତେବେ ସେବା କେମିତି ହେବ? ଏଇ ଏକତା କାହିଁକି ଏତେ ଜରୁରୀ? ବାସ୍ତବରେ ବାବା ଏକତାକୁ ଖାଲି ଜରୁରୀ ନୁହେଁ, ବରଂ ସଫଳ ସେବାର ମୂଳଦୁଆ ବୋଲି କହୁଛନ୍ତି। କଳହ କି ମତଭେଦ ସେବାର ପାୱାରକୁ ନଷ୍ଟ କରିଦିଏ। ସେ ଗୋଟେ ସୁନ୍ଦର ସିନ୍ଧି ଉଦାହରଣ ଦେଇଛନ୍ତି, 1 ଆଉ 2 ମିଶି 12। ଓହୋ,
8 ଆଉ 2 ମିଶି 12 ଏହାର ମାନେ ଏହାର ମାନେ ହେଲା ଯେତେବେଳେ ବହୁତ ଲୋକ ଏକାଠି ହୁଅନ୍ତି ସେତେବେଳେ ବହୁତ ଭଲ ଆଇଡିଆ ଆଉ ଶକ୍ତି ମିଳେ। ଏକୁଟିଆ ବଡ଼ କାମ କରିବା କଷ୍ଟ। ବାବା ଚାହାନ୍ତି ସମସ୍ତେ ଏକାଠି ବସନ୍ତୁ, ପରସ୍ପର ସହ ଖୋଲାଖୋଲି କଥା ହୁଅନ୍ତୁ, ସାହାଯ୍ୟ କରନ୍ତୁ ଆଉ ଏକମତ ହୋଇ କାମ କରନ୍ତୁ। ଏଇଟା ଖାଲି ଆଦେଶ ନୁହେଁ, ଏଇଟା ଗୋଟେ ପ୍ରାକ୍ଟିକାଲ ଆବଶ୍ୟକତା। ଏହା ବହୁତ ଆକର୍ଷଣୀୟ ଯେ ବାବା କେମିତି ସହଯୋଗରେ ପ୍ରୋସେସକୁ ବି ବର୍ଣ୍ଣନା କରୁଛନ୍ତି। ସେ କହୁଛନ୍ତି ହିମ୍ମତ ଏ ବଚ୍ଚେ ମଦଦେ ବାପ, ମାନେ ସାହସୀ ପିଲାଙ୍କୁ ବାପା ସାହାଯ୍ୟ କରନ୍ତି। କିନ୍ତୁ ଏହାର ଅର୍ଥକୁ ଠିକ୍ ଭାବେ ବୁଝିବା ଦରକାର। ହଁ, ଏଇଟା ବହୁତ ଭୁଲ ବୁଝାମଣା ହୁଏ। ହଁ, ଏହାର ମାନେ ନୁହେଁ ଯେ ଆମେ ଖାଲି ବାବାଙ୍କୁ ସାହାଯ୍ୟ ମାଗିକି ବସି ରହିବା। ବରଂ ଆଗ ନିଜେ ସାହସ କରି ଷ୍ଟେପ୍ ନେବାକୁ ପଡ଼ିବ। ନିଜ ଭିତରେ ଏକତା ଆଉ ସହଯୋଗ ଆଣିବାକୁ ପଡ଼ିବ, ସହଯୋଗୀ ତିଆରି କରିବାକୁ ପଡ଼ିବ। ଯେତେବେଳେ ଆମେ ନିଜେ ଏଇ ଚେଷ୍ଟା କରିବା ସେତେବେଳେ ଯାଇ ବାବାଙ୍କ ସାହାଯ୍ୟ ମିଳିବ। ଏହା ଗୋଟେ ପ୍ରକାର ସାମୂହିକ ଚେଷ୍ଟାର ଆହ୍ୱାନ ନା? ଏକଦମ। ଏଇଟା ଗୋଟେ ବହୁତ ବଡ଼ ଶିକ୍ଷା। ବାବା ଆମକୁ ନିଷ୍କ୍ରିୟ ରଖିବାକୁ ଚାହାନ୍ତି ନାହିଁ। ସେ ଆମକୁ ଆକ୍ଟିଭ, ଅର୍ଗାନାଇଜ୍ଡ ଆଉ ପରସ୍ପର ଉପରେ ନିର୍ଭରଶୀଳ ହେବାକୁ ପ୍ରେରଣା ଦେଉଛନ୍ତି। ଯଦି କିଛି ବଡ଼ କାମ କରିବାର ପ୍ଲାନ୍ ଅଛି, ଯେମିତି ମୁରଲୀରେ ଦିଲ୍ଲୀକୁ ଘେରିବା କଥା କହୁଛନ୍ତି, ଯାହା ହୁଏତ ଗୋଟେ ସିମ୍ବଲିକ୍ କଥା, ତାହେଲେ ଏକୁଟିଆ ନୁହେଁ, ସମସ୍ତେ ମିଶି ଆଲୋଚନା କରି ଗୋଟେ କମିଟି ବନେଇ କାମ କରିବା ଦରକାର। ହଁ, କମିଟି ଗଠନ କରି। ହଁ, କିଏ କେଉଁ ପ୍ରକାର ସାହାଯ୍ୟ କରିପାରିବ ସେଇଟା ଲେଖିକି ଜଣାଇବା, ଏଇଟା ଗୋଟେ ଅର୍ଗାନାଇଜ୍ଡ, ଟ୍ରାନ୍ସପେରେଣ୍ଟ ପ୍ରୋସେସ୍। ଏହା ବିନା ବଡ଼ ସଫଳତା ଆସିବା କଷ୍ଟ। ଏକତା ହିଁ ସେହି ଶକ୍ତି ଯାହା ବଡ଼ ଲକ୍ଷ୍ୟକୁ ସମ୍ଭବ କରେ। ବଢ଼ିଆ। ଏକତା ଆଉ ସେବାର ଏହି ମୂଳଦୁଆ ପରେ ଆସନ୍ତୁ ସେହି ଶକ୍ତିର ଉତ୍ସ ବିଷୟରେ କଥା ହେବା। ସ୍ମରଣର ମାର୍ଗ ବା ୟାଦ୍। ବାବାଙ୍କର ତ ସ୍ପଷ୍ଟ ନିର୍ଦ୍ଦେଶ, ନିଜକୁ ଆତ୍ମା ଭାବ, ଦେହର ଭ୍ରମରୁ ବାହାର ଆଉ କେବଳ ଜଣେ ପିତା ପରମାତ୍ମା ଶିବଙ୍କୁ ମନେ ପକାଅ। ହଁ, ଏଇଟା ମୂଳ କଥା। ଆଉ ସେ କହୁଛନ୍ତି ଖାଲି ପଣ୍ଡିତ ହୁଅନି, ମାନେ ଖାଲି ଜ୍ଞାନ ଶୁଣେଇ ଦେଲେ ହେବନି, ନିଜର ବି କଲ୍ୟାଣ କର। ଆଉ ସେ କଲ୍ୟାଣର ରାସ୍ତା ହେଲା ସ୍ମରଣ, ଯାହାଦ୍ୱାରା ହିଁ ଆତ୍ମା ସତୋପ୍ରଧାନ ହେବ। ଏହାର ପ୍ରକୃତ ମାନେ କ'ଣ ସତୋପ୍ରଧାନ ହେବା? ସତ୍ତ୍ୱପ୍ରଧାନ ହେବା ମାନେ ହେଲା ଆତ୍ମାର ମୂଳ ପୁରା ପବିତ୍ର, ଶକ୍ତିଶାଳୀ ଆଉ ସତ୍ୟ ସ୍ୱରୂପକୁ ପୁଣି ପାଇବା। କଳିଯୁଗ ଶେଷ ବେଳକୁ ତ ଆତ୍ମା ପୁରା ତମୋପ୍ରଧାନ, ମାନେ ଶକ୍ତିହୀନ ଆଉ ବିକାରୀ ହେଇଯାଇଛି। ବାବା ସ୍ପଷ୍ଟ କରୁଛନ୍ତି ଯେ ଏଇ ସ୍ଥିତିରୁ ମୁକ୍ତି ପାଇ ପବିତ୍ର ହେବାର ଗୋଟିଏ ମାତ୍ର ଉପାୟ ହେଲା ନିରାକାର ପରମପିତା ପରମାତ୍ମା ଶିବଙ୍କୁ ଲଗାତାର ମନେ ପକେଇବା। ଏଇଟା ହିଁ ରାଜଯୋଗ। ରାଜଯୋଗ। ହଁ, ବାବା ଏହାକୁ ଶରୀରର କସରତ ବା ପ୍ରାଣାୟାମ ଉପରେ ବେସ୍ଡ ହଠ ଯୋଗଠାରୁ ପୁରା ଅଲଗା ବୋଲି କହୁଛନ୍ତି, ଯାହା ସାଧାରଣତଃ ସନ୍ନ୍ୟାସୀମାନେ ଶିଖାନ୍ତି। ହଠ ଯୋଗରେ ଆତ୍ମାର ପାପକର୍ମ ନାଶ ହୁଏନି କି ସଦ୍ଗତି ମିଳେନି, କାରଣ ସେମାନେ ତ ପରମାତ୍ମାଙ୍କୁ ଠିକ୍ ଭାବେ ଜାଣନ୍ତିନି। ଖାଲି ପରମାତ୍ମାଙ୍କ ସ୍ମରଣ ହିଁ ଆତ୍ମାକୁ ଶୁଦ୍ଧ କରିପାରେ। ଏହା ଗୋଟେ ମୌଳିକ ପାର୍ଥକ୍ୟ। ବାବା ନିଜ ପରିଚୟ ବି ସ୍ପଷ୍ଟ କରୁଛନ୍ତି। ମୁଁ ନିରାକାର, ଏଇ ଶରୀର ପ୍ରଜାପିତା ବ୍ରହ୍ମାଙ୍କର କେବଳ କାମ ପାଇଁ ଅସ୍ଥାୟୀ ଭାବେ ନେଇଛି। ଏଇ ଶରୀରକୁ ଭାଗ୍ୟଶାଳୀ ରଥ କୁହାଯାଏ। ମଣିଷ ରଥ, ଶାସ୍ତ୍ରରେ ଲେଖାଥିବା ଷଣ୍ଢ ନୁହେଁ। ହଁ, ଏଇଟା ବି ବହୁତ ଲୋକ ଭୁଲ ବୁଝନ୍ତି। ଆଉ ଏଠି କୌଣସି ବାହାରର ଯୁଦ୍ଧ କଥା ନାହିଁ। ପ୍ରକୃତ ଯୁଦ୍ଧ ହେଉଛି ମାୟା ସାଙ୍ଗରେ। ମାୟା ମାନେ 5 ବିକାର, କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ଆଉ ଦେହ ଅଭିମାନ। ବାବା କହୁଛନ୍ତି ଯେ ମାୟାକୁ ଜିତେ ସେ ଜଗତକୁ ଜିତେ। କିନ୍ତୁ ଏଇଟା ଏତେ ସହଜ ନୁହେଁ। ଶିଖିଲା ବେଳେ ବହୁତ ଲୋକ ପଡ଼ିଯାନ୍ତି, ବିଶେଷ କରି ଯେତେବେଳେ ମତଭେଦ ହୁଏ। ହଁ, ଏଇଟା ସତ। ସ୍ମରଣ ଯାତ୍ରାରେ ବି ବହୁତ ବାଧା ଆସେ। କିଛି ପିଲା ଅନୁଭବ କରନ୍ତି ଆଉ କୁହନ୍ତି, ବାବା, ମୁଁ ଆପଣଙ୍କୁ ବାରମ୍ବାର ଭୁଲି ଯାଉଛି, ବିଜନେସ୍ କଥା କି ପରିବାର କଥା ମନକୁ ଆସୁଛି। ବାବା ଏହାକୁ ବୁଝନ୍ତି ଆଉ କହନ୍ତି ଯେ ଏସବୁ ବିଚାର ଆସିବ, କିନ୍ତୁ ତା ସତ୍ତ୍ୱେ ଲଗାତାର ପୁରୁଷାର୍ଥ, ମାନେ ଆଧ୍ୟାତ୍ମିକ ଚେଷ୍ଟା ଜାରି ରଖିବାକୁ ପଡ଼ିବ। ପୁରୁଷାର୍ଥ ଜାରି ରଖିବାକୁ ହେବ। ହଁ, ବାରମ୍ବାର ନିଜକୁ ଆତ୍ମସ୍ମରଣ କରାଇ ବାବାଙ୍କୁ ମନେ ପକାଇବାକୁ ଚେଷ୍ଟା କରିବାକୁ ପଡ଼ିବ। ଏଇଟା ଗୋଟେ ଅଭ୍ୟାସ ଯାହା ପାଇଁ ସମୟ ଆଉ ନିଷ୍ଠା ଦରକାର। ଏବେ ଆସନ୍ତୁ ପିତା ଏବଂ ଡ୍ରାମାର ଜ୍ଞାନ ବିଷୟରେ ଟିକେ କଥା ହେବା। ବାବା କହୁଛନ୍ତି ଦୁନିଆର ଲୋକ ତ ପ୍ରକୃତ ବାପାଙ୍କୁ ଜାଣିନାହାନ୍ତି। ସେମାନେ ତ୍ରିମୂର୍ତ୍ତି ଚିତ୍ରରେ ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ଦେଖାନ୍ତି। କିନ୍ତୁ ତାଙ୍କ ଉପରେ ଯିଏ ଅଛନ୍ତି ସେହି ନିରାକାର ଶିବ ବାବାଙ୍କୁ ଦେଖାନ୍ତିନି କି ସବୁଠୁ ବଡ଼ ବୋଲି ମାନନ୍ତିନି। ହଁ, ଯେମିତି ମୁଣ୍ଡଟା କଟିଯାଇଛି। ହଁ, ସେଇଆ।
ଏଇ ଅଜ୍ଞାନତା ପାଇଁ ତ ସମସ୍ତେ ଅନାଥ ପରି ହେଇଯାଇଛନ୍ତି। ଏଇଟା ବହୁତ ଜରୁରୀ, କାରଣ ବାପାଙ୍କୁ ଠିକ୍ ଭାବେ ଚିହ୍ନିଲେ ଯାଇ ଆମେ ନିଜର ପ୍ରକୃତ ପରିଚୟ ଆଉ ଭାଗ୍ୟକୁ ଜାଣିପାରିବା। ବାବା ଖାଲି ଜ୍ଞାନସାଗର ନୁହନ୍ତି, ସେ ପତିତ ପାବନ ମାନେ ପାପୀଙ୍କୁ ପବିତ୍ର କରୁଥିବା ଆଉ ସଦ୍ଗତିଦାତା ମାନେ ସବୁଠୁ ଭଲ ଗତି ବା ମୁକ୍ତି, ଜୀବନ ମୁକ୍ତି ଦେଉଥିବା। ପତିତ ପାବନ, ସଦ୍ଗତିଦାତା। ହଁ, ସେ ହିଁ ଏକମାତ୍ର ମୁକ୍ତିଦାତା ଆଉ ସତ ରାସ୍ତା ଦେଖାଉଥିବା ଗାଇଡ୍। ସବୁ ଆତ୍ମାଙ୍କ ବାପା ଜଣେ ହିଁ। ଏଇ ସତ କଥା ଏବେ କାହା ବୁଦ୍ଧିରେ ନାହିଁ। ସେ ତାଙ୍କ ନିର୍ଦ୍ଧାରିତ ସମୟରେ ଯେତେବେଳେ ପୁରୁଣା ଦୁନିଆ ପୁରା ତମପ୍ରଧାନ ହେଇଯାଏ, ସେତେବେଳେ ଏହାକୁ ପୁଣି ନୂଆ କରିବାକୁ ଆସନ୍ତି। ଏହା ସହିତ ଯୋଡ଼ି ହେଇଛି ଡ୍ରାମାର ଚକ୍ରର ଜ୍ଞାନ। ବାବା କହୁଛନ୍ତି, ଏ ସୃଷ୍ଟି ଗୋଟେ ଅନାଦି ଅବିନାଶୀ ନାଟକ ବା ଡ୍ରାମା। ଏଥିରେ କାହିଁକି ବା କେମିତିର ପ୍ରଶ୍ନ ଉଠେନି। କିଛି ଲୋକ ପଚାରନ୍ତି, ଭଗବାନ ଏ ଦୁଃଖ ସୁଖର ଆସିବା ଯିବାର ଖେଳ କାହିଁକି ବନେଇଲେ? ହଁ, ଏ ପ୍ରଶ୍ନ ସବୁବେଳେ ଆସେ। ବାବା କୁହନ୍ତି, ଏଇଟା ତିଆରି ହେଇନି, ଏଇଟା ଅନାଦି କାଳରୁ ଚାଲି ଆସିଛି ଆଉ ଚାଲିଥିବ। ସତ୍ୟଯୁଗରୁ ତ୍ରେତାୟା, ଦ୍ୱାପର ହେଇ ଏବେ କଳିଯୁଗ। ଆତ୍ମା ସତପ୍ରଧାନରୁ ଧୀରେ ଧୀରେ ତମପ୍ରଧାନ ହେଇଯାଏ। ଏଇଟା ଖେଳର ନିୟମ। ଏବେ ପୁଣି ସଙ୍ଗମ ଯୁଗରେ ବାବା ଆସିଛନ୍ତି ଆମକୁ ତମପ୍ରଧାନରୁ ସତପ୍ରଧାନ କରି ନୂଆ ସୃଷ୍ଟି, ସତ୍ୟଯୁଗ ତିଆରି କରିବାକୁ। ଏଇ ଜ୍ଞାନଟା କ'ଣ ଆମକୁ ଗୋଟେ ପ୍ରକାର ଶାନ୍ତି ଦିଏ? ହଁ, ନିଶ୍ଚୟ। ଏହି ଡ୍ରାମାର ଜ୍ଞାନ ଆମକୁ ବହୁତ ବେକାର ଚିନ୍ତାରୁ ମୁକ୍ତ କରେ। ଯେତେବେଳେ ଆମେ ଜାଣୁ ଯେ ସବୁକିଛି ଗୋଟେ ପ୍ରି ପ୍ଲାଣ୍ଟ ହିସାବରେ ଚାଲିଛି, ସେତେବେଳେ ଏମିତି କାହିଁକି ହେଲା ବା ମୋ ସାଙ୍ଗରେ କାହିଁକି ଏମିତି ହେଲା, ଏସବୁ ପ୍ରଶ୍ନର ଗୁରୁତ୍ୱ କମିଯାଏ। ଆଚ୍ଛା। ଆମେ ବର୍ତ୍ତମାନ ସମୟର ମହତ୍ୱକୁ ବୁଝିପାରୁ। ଏଇଟା ହେଉଛି ପରିବର୍ତ୍ତନର ସମୟ, ପୁରୁଷାର୍ଥ କରି ନିଜକୁ ଶ୍ରେଷ୍ଠ କରିବାର ସମୟ। ବାବା ଆମକୁ ଏଇ ଅଜ୍ଞାନ ନିଦରୁ ଉଠଉଛନ୍ତି। ଆମେ ଏବେ ପୁରା ନାଟକର ଆଦି, ମଧ୍ୟ, ଅନ୍ତ ଜାଣିଛୁ। ତେଣୁ ଏବେ କାମ ହେଲା ସବୁ ପୁରୁଣା ଆସକ୍ତି ଛାଡ଼ି ଖାଲି ଜଣେ ବାବାଙ୍କୁ ମନେ ପକେଇବା ଆଉ ତାଙ୍କ ଶ୍ରୀମତରେ ଚାଲିବା। ଅଧା କଳ୍ପ ତ ମାୟା କଥାରେ ଚାଲିଲେ, ଏବେ ବାକି ସମୟ ଭଗବାନଙ୍କ କଥାରେ ଚାଲି ନିଜ ଭାଗ୍ୟ ବନେଇବାର ସୁଯୋଗ ଅଛି। ବହୁତ ସୁନ୍ଦର ଭାବେ ବୁଝେଇଲେ। ଏଇ ସବୁ ଗଭୀର ଜ୍ଞାନ ସହିତ ବାବା କିଛି ପ୍ରାକ୍ଟିକାଲ ଗାଇଡେନ୍ସ ଆଉ ୱାର୍ଣ୍ଣିଂ ବି ଦେଇଛନ୍ତି। ଯେମିତି କେହି ପଚାରିଥିଲେ, ବାହାଘର ଭଳି ସାମାଜିକ କାମକୁ ଯିବା କି ନାହିଁ? ବାବାଙ୍କ ଉତ୍ତର ବହୁତ ପଜିଟିଭ୍ ଥିଲା। ହଁ, ସେ କହିଲେ, କାହିଁକି ନୁହେଁ, ନିଶ୍ଚୟ ଯାଅ। କିନ୍ତୁ ସେଠିକି ଯାଇ ସେବାର ସୁଯୋଗ ଖୋଜ। ଏଇଟା କେମିତି ସମ୍ଭବ? ବାବା କହୁଛନ୍ତି, ସେଠି ଯାଇ ବି ନିଜର ସ୍ଥିତିକୁ ଠିକ୍ ରଖି ବାବାଙ୍କର ମେସେଜ ଦେଇପାରିବ। ଲୋକଙ୍କୁ ବୁଝେଇ ପାରିବ ଯେ ଏବେ ସମୟ କେତେ ଦାମୀ, ମୃତ୍ୟୁ ସମସ୍ତଙ୍କ ସାମ୍ନାରେ ଛିଡ଼ା ହେଇଛି, ମାନେ ମହାପରିବର୍ତ୍ତନର ସମୟ ପାଖେଇ ଆସିଲାଣି। ବାବା କହୁଛନ୍ତି, ଏଇ ଶେଷ ସମୟରେ ମୋତେ ମନେ ପକାଅ, ଯାହାଦ୍ୱାରା ଶେଷ ଗତି ଭଲ ହେଇଯିବ। ଓହୋ, ଏମିତି ଭାବରେ? ହଁ, ଏମିତି ଭାବରେ। ସୋସିଆଲ ଫଙ୍କସନ ବି ସେବାର ମାଧ୍ୟମ ହେଇପାରେ, ଯଦି ଆମର ଉଦ୍ଦେଶ୍ୟ ଠିକ୍ ଥାଏ ଆଉ ଆମେ ନିଜେ ସ୍ମରଣରେ ସ୍ଥିତ ଥାଉ। ଏଇଟା ବହୁତ ଲୋକଙ୍କର କଲ୍ୟାଣ କରିବାର ଗୋଟେ ସୁଯୋଗ। ଏହା ସହିତ ଗୋଟେ ଗମ୍ଭୀର ଚେତାବନୀ ବି ଅଛି। ବିନାଶ କାଳେ ବିପରୀତ ବୁଦ୍ଧି ଆଉ ପ୍ରେମହୀନ ବୁଦ୍ଧି ବିଷୟରେ। ଯେଉଁମାନଙ୍କ ବୁଦ୍ଧିରେ ବାବାଙ୍କ ପାଇଁ ସ୍ନେହ ନାହିଁ, ସେମାନେ ତାଙ୍କୁ ଜାଣିପାରିବେନି କି ଜିତିପାରିବେନି। ଖାଲି ସ୍ନେହୀ ଆଉ ସ୍ମରଣକାରୀ ବୁଦ୍ଧି ହିଁ ଶେଷରେ ଜିତିବ। ଏମିତିକି ଯଦି ସ୍ନେହ ଅଛି କିନ୍ତୁ ସ୍ମରଣ କମ୍, ତାହେଲେ ପଦବୀ କମ୍ ମିଳିବ। ଏହାର ମାନେ କ'ଣ? ସ୍ନେହ ଆଉ ସ୍ମରଣ ଦୁଇଟା ଯାକ ଦରକାର। ହଁ, ବାବା ଏଠି ସ୍ପଷ୍ଟ କରୁଛନ୍ତି ଯେ ଖାଲି ଭାବନା କି ସ୍ନେହ ଯଥେଷ୍ଟ ନୁହେଁ। ସ୍ନେହ ହେଲା ବେଶ୍, କିନ୍ତୁ ସେହି ସ୍ନେହକୁ ଆକ୍ଟିଭ ସ୍ମରଣ ବା ୟାଦରେ ବଦଳେଇବାକୁ ପଡ଼ିବ। ବୁଦ୍ଧିର ଯୋଗ ଲଗାତାର ବାବାଙ୍କ ସହିତ ଯୋଡ଼ି ହେଇ ରହିବା ଦରକାର। ବିପରୀତ ବୁଦ୍ଧି ମାନେ ଯେଉଁ ବୁଦ୍ଧି ଭଗବାନଙ୍କ ଶ୍ରୀମତ ବଦଳରେ ମାୟା କି ଦେହ ଅଭିମାନ କଥାରେ ଚାଲେ। ଆଉ ପ୍ରେମହୀନ ବୁଦ୍ଧି ହେଲା ସେହି ବୁଦ୍ଧି ଯୋଉଥିରେ ଭଗବାନଙ୍କ ପାଇଁ ସ୍ୱତଃ ସ୍ନେହ କି ଆକର୍ଷଣ ନଥାଏ। ଆଚ୍ଛା। ହଁ, ଏଇ ଦୁଇଟା ସ୍ଥିତି ହିଁ ଆଧ୍ୟାତ୍ମିକ ଉନ୍ନତିରେ ବାଧା ଦିଏ ଆଉ ଶେଷ ସଫଳତାରୁ ବଞ୍ଚିତ କରାଏ। ସ୍ନେହ ଆଉ ସ୍ମରଣର ବ୍ୟାଲେନ୍ସ ହିଁ ଶ୍ରେଷ୍ଠ ପଦର ଅଧିକାରୀ କରାଏ। ଏହା ସହିତ ଜଡ଼ିତ ଆଉ ଗୋଟେ ସୁନ୍ଦର ଉପମା ଅଛି। ସିଂହଣୀର ଦୁଗ୍ଧ ପାଇଁ ସୁନାର ପାତ୍ର ଦରକାର। ଏଠି ସିଂହଣୀର ଦୁଗ୍ଧ ହେଲା ବାବାଙ୍କ ଜ୍ଞାନ, ଆଉ ସୁନାର ପାତ୍ର ହେଲା ଆମ ବୁଦ୍ଧି। ଆମ ବୁଦ୍ଧି କେମିତି ଏଇ ଦିବ୍ୟ ଜ୍ଞାନକୁ ଧରି ରଖିବା ପାଇଁ সোনা ପରି ଶୁଦ୍ଧ ଆଉ ଯୋଗ୍ୟ ହେବ।
ଏଥିପାଇଁ ହିଁ ତ ପୁରୁଷାର୍ଥ ବା ଆଧ୍ୟାତ୍ମିକ ଚେଷ୍ଟାର ଦରକାର ଅଛି। ବୁଦ୍ଧି ଆପେ ଆପେ ସୁନା ହେଇଯିବନି, ଏହାକୁ ସୁନା କରିବାକୁ ପଡ଼ିବ। କେମିତି? ବୁଦ୍ଧିକୁ ବାରମ୍ବାର ଦୁନିଆ କଥା, ଦେହ କଥା ଆଉ ବିଜନେସ୍ ଚିନ୍ତାରୁ ହଟେଇ ବାବାଙ୍କୁ ମନେ ପକେଇବାରେ ଲଗେଇବାକୁ ପଡ଼ିବ। ଏଇଟା ତ କଷ୍ଟକର ଲାଗୁଛି। ହଁ, କାରଣ ଆତ୍ମା ହୁଏତ କହିବ, ମୁଁ ବୁଦ୍ଧି ଏବେ ବାବାଙ୍କ ପାଖକୁ ଯାଉଛି, ମୁଁ ବାବାଙ୍କୁ ବହୁତ ମନେ ପକଉଛି, କିନ୍ତୁ ପର ମୁହୂର୍ତ୍ତରେ ହିଁ ବୁଦ୍ଧି ପୁଣି ଆଉ କୁଆଡ଼େ ପଳେଇଯିବ। ଏଇ ଅଭ୍ୟାସ ପାଇଁ ଲଗାତାର ପରିଶ୍ରମ ଆଉ ସଚେତନତା ଦରକାର। ବାବା କହୁଛନ୍ତି, ଯେତେ ଯେତେ ମୃତ୍ୟୁ ବା ମହାପରିବର୍ତ୍ତନର ସମୟ ପାଖେଇ ଆସିବ, ସେତେ ସେତେ ସ୍ମରଣରେ ରହିବା ସହଜ ହେବ, କାରଣ ଆଉ ସବୁ କଥାରୁ ବୈରାଗ୍ୟ ଆସିବ। ହଁ, ସେତେବେଳକୁ କିନ୍ତୁ ସେ ପର୍ଯ୍ୟନ୍ତ ଅପେକ୍ଷା ନ କରି ଏବେଠୁ ଅଭ୍ୟାସ କରିବା ଜରୁରୀ। ବାବା ଆହୁରି ବି କହୁଛନ୍ତି ଯେ ବର୍ତ୍ତମାନ ସମସ୍ତଙ୍କ ପାଇଁ ବାନପ୍ରସ୍ଥ ଅବସ୍ଥା। ଏହାର ମାନେ କ'ଣ? ବିଶେଷ କରି ଯେଉଁମାନେ ଯୁବକ ଅଛନ୍ତି ବା ଗୃହସ୍ଥ ଜୀବନରେ ଅଛନ୍ତି। ଏଠି ବାନପ୍ରସ୍ଥ ଶବ୍ଦକୁ ତାର ଟ୍ରାଡିସନାଲ ଅର୍ଥରେ ବୟସର ଗୋଟେ ଷ୍ଟେଜ୍ ନ ନେଇ ଗୋଟେ ମେଣ୍ଟାଲ ସ୍ଥିତି ଭାବରେ ବୁଝିବାକୁ ହେବ। ବାନପ୍ରସ୍ଥର ମୂଳ କଥା ହେଲା ଦୁନିଆର ଦାୟିତ୍ୱରୁ ଧୀରେ ଧୀରେ ମନ ହଟେଇ ଆଧ୍ୟାତ୍ମିକ ଚିନ୍ତା ଆଉ ଭଗବାନଙ୍କ ଆଡ଼କୁ ମନ ବଢ଼େଇବା। ଓହୋ, ଗୋଟେ ମାନସିକ ସ୍ଥିତି। ହଁ, ବାବା କହୁଛନ୍ତି, ଯେହେତୁ ଏବେ ପୁରା ସୃଷ୍ଟିଚକ୍ରର ଶେଷ ସମୟ ଆଉ ସବୁ ଆତ୍ମାଙ୍କୁ ନିଜ ମୂଳ ଘର ପରମଧାମକୁ ଫେରିବାର ଅଛି, ତେଣୁ ସମସ୍ତଙ୍କ ପାଇଁ ଏଇଟା ଗୋଟେ ପ୍ରକାର ବାନପ୍ରସ୍ଥ ସମୟ। ବୟସ ଯାହା ବି ହେଉନା କାହିଁକି, ବୁଦ୍ଧିକୁ ଦୁନିଆ କାମରୁ ଟିକେ କମ୍ କରି ବାବାଙ୍କୁ ମନେ ପକେଇବାରେ ବେଶୀ ଧ୍ୟାନ ଦେବା ଦରକାର। ଅନେକ ଜନ୍ମର ପାପକର୍ମର ବୋଝ ତ ମୁଣ୍ଡରେ ଅଛି। ବାବା ଏମିତିକି କହୁଛନ୍ତି ଯେ ଏଇ ସମୟରେ ସମସ୍ତେ ଅଜାମିଲ ପରି ପାପୀ। ସମସ୍ତେ ଅଜାମିଲ ପରି। ହଁ, ଏଇ ପାପର ବୋଝ ଖାଲି ସ୍ମରଣ ଯାତ୍ରା ଦ୍ୱାରା ହିଁ ହାଲୁକା ହେଇପାରିବ। ଏହା ବ୍ୟତୀତ ସମ୍ପର୍କ ବିଷୟରେ ବି ଗୋଟେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଅଛି। ବାବା କହୁଛନ୍ତି, ଆପସରେ ଭାଇ ଭଉଣୀ ଭାବରେ ବହୁତ ସ୍ନେହ ରଖିବାକୁ ହେବ, କିନ୍ତୁ ଏଇ ଭାଇ ଭଉଣୀ ସମ୍ପର୍କରୁ ବି ଉପରକୁ ଉଠିବାକୁ ହେବ। ଯୋଗ ବା ସ୍ମରଣ କେବଳ ଜଣେ ବାବାଙ୍କ ସହିତ, ଭାଇ କିମ୍ବା ଭଉଣୀ ସହିତ ଯୋଗ ନ ରହୁ। ଏଇଟା ଟିକେ କଠିନ ଲାଗୁନି? ଏଇଟା ନିଶ୍ଚୟ ଗୋଟେ ସୂକ୍ଷ୍ମ ଆଉ ଉଚ୍ଚ ସ୍ଥିତିର କଥା। ଏହାର ମାନେ ନୁହେଁ ଯେ ଆମେ ପରସ୍ପରକୁ ସ୍ନେହ କି ସମ୍ମାନ ଦେବାନି, ବରଂ ଆମ ବୁଦ୍ଧିର ୟୋଗ, ଆମର ଗଭୀର ଆସକ୍ତି କୌଣସି ଦେହଧାରୀ ଆତ୍ମା ସହିତ ନ ହୋଇ କେବଳ ନିରାକାର ପରମପିତାଙ୍କ ସହିତ ହେବା ଦରକାର। କେବଳ ବାବାଙ୍କ ସହିତ? ହଁ, କାରଣ ପରମାତ୍ମା ହିଁ ଏକମାତ୍ର ସବୁବେଳେ ପବିତ୍ର ଆଉ ଶକ୍ତିର ସାଗର। ଅନ୍ୟ ଆତ୍ମାଙ୍କ ସହିତ ସ୍ନେହ ରଖିଲା ବେଳେ ବି ଆସକ୍ତି ବା ମୋହ ଆସିବାର ଚାନ୍ସ ଥାଏ, ଯାହା ଆମ ସ୍ମରଣ ଯାତ୍ରାରେ ବାଧା ଦେଇପାରେ। ବାବା ଚାହନ୍ତି ଆମର ଯୋଗ ନିର୍ବିଘ୍ନ ଆଉ ଏକାଗ୍ର ହଉ, ଯାହା କେବଳ ତାଙ୍କ ସହିତ ହିଁ ସମ୍ଭବ। ଏହାଦ୍ୱାରା ହିଁ ଆମର ବିକାରୀ ଦୃଷ୍ଟି ସରିବ ଆଉ ଆମେ ପୁରା ପବିତ୍ର ହେଇପାରିବା। ବାବା ଆହୁରି ସତର୍କ କରାଇଛନ୍ତି ଯେ ଇନ୍ଦ୍ରିୟ ଦ୍ୱାରା କୌଣସି ପାପକର୍ମ ନ ହେଉ। ମନରେ ତୋଫାନ ଆସିବା ସ୍ୱାଭାବିକ, କାରଣ ଲକ୍ଷ୍ୟ ବହୁତ ବଡ଼, ଦେବତା ପଦ ପାଇବା। ଯଦି ଇନ୍ଦ୍ରିୟ ଧୋକା ଦେଉଛନ୍ତି, ତେବେ ବହୁତ ସାବଧାନ ହେବାକୁ କୁହାଯାଇଛି। ଯଦି କିଛି ଭୁଲ ହେଇଗଲା, ତେବେ ସବୁ ସରିଗଲା। ଏଟା ଗୋଟେ କଠୋର ଚେତାବନୀ ପରି ଲାଗୁଛି। ହଁ, ଏଇଟା ଗୋଟେ ଗମ୍ଭୀର ସତର୍କବାଣୀ, କାରଣ ଏଇ ଆଧ୍ୟାତ୍ମିକ ରାସ୍ତାରେ ଛୋଟ ଭୁଲ ବି ବଡ଼ କ୍ଷତି କରିପାରେ। ସବୁ ସରିଗଲାର ମାନେ ହୁଏ ହয়তো ଏଇଆ ହେଇପାରେ ଯେ ସେଇ ଜନ୍ମ ପାଇଁ ଉଚ୍ଚ ପଦ ପାଇବାର ସୁଯୋଗ ହାତଛଡ଼ା ହେଇଯାଇପାରେ। ପବିତ୍ରତା ତ ଏ ରାସ୍ତାର ମୂଳଦୁଆ। ହଁ, ପବିତ୍ରତା। ଯଦି ଇନ୍ଦ୍ରିୟଗୁଡ଼ିକ, ବିଶେଷ କରି ଆଖି, କାନ, ମୁହଁ ଆଦି ଆମକୁ ବିକାର ଆଡ଼କୁ ଟାଣୁଛନ୍ତି, ତେବେ ସାଙ୍ଗେ ସାଙ୍ଗେ ସଚେତନ ହୋଇ ନିଜକୁ ସମ୍ଭାଳିବାକୁ ପଡ଼ିବ। କୁହାଯାଏ, ଯିଏ ଚଢ଼େ ସେ ହିଁ ପଡ଼େ, କିନ୍ତୁ ପରିବା ପରେ ପୁଣି ଉଠି ପୁରୁଷାର୍ଥ କରିବାକୁ ହେବ। ପୁରୁଷାର୍ଥ ବିନା ସ୍ୱର୍ଗର ମାଲିକାଣା ମିଳିବନି। ଏଇଟା ଗୋଟେ ସାହସର ଯାତ୍ରା। ଶେଷରେ ବାବା ପୁଣି ଥରେ ବିଜନେସ୍ ଆଉ ଧନ ସମ୍ପତ୍ତି କଥାକୁ ଆସିଛନ୍ତି। ସେ କହୁଛନ୍ତି, ଦେହ ସହିତ ସବୁ ଦେହର ସମ୍ବନ୍ଧ ଭାଙ୍ଗିଦିଅ। କିଛି ଲୋକଙ୍କର ହୁଏତ ବେଶୀ ପରିବାର ବନ୍ଧନ ନଥାଏ, ତଥାପି ସେମାନେ ବିଜନେସ୍ କି ଧନ ସମ୍ପତ୍ତିରେ ଫସି ରହନ୍ତି, ଶ୍ରୀମତ ମାନନ୍ତିନି। ଏହା ସହିତ ସେ ଖର୍ଚ୍ଚ କମ୍ କରିବାକୁ ଆଉ ଗରିବ ଲୋକଙ୍କର ସରଳ ଜୀବନରୁ ଶିଖିବାକୁ କହୁଛନ୍ତି। ପେଟ ପାଇଁ ବେଶୀ କିଛି ଦରକାର ନାହିଁ। ଏଇ ଶିକ୍ଷା ଆଜିର ଏଇ ଭୋଗବାଦୀ ଦୁନିଆରେ କେତେ ପ୍ରାସଙ୍ଗିକ। ବହୁତ ହିଁ ପ୍ରାସଙ୍ଗିକ। ବାବା ଆମକୁ ବାରମ୍ବାର ମନେ ପକାଇ ଦଉଛନ୍ତି ଯେ ଆମର ପ୍ରକୃତ ଲକ୍ଷ୍ୟ କ'ଣ। ଭୌତିକ ସମ୍ପତ୍ତି ଆଉ ଦୁନିଆ କାମରେ ବେଶୀ ବ୍ୟସ୍ତ ରହିଲେ ବୁଦ୍ଧିର ଯୋଗ ବାବାଙ୍କଠୁ ଦୂରେଇ ଯାଏ। ବାନପ୍ରସ୍ଥୀ ହୋଇବାର ମାନେ ବି ଏଇଆ ଯେ ଆମେ ନିଜର ଆବଶ୍ୟକତାକୁ କମ୍ କରିବା,
ଦରକାର ନଥିବା ଖର୍ଚ୍ଚ କାଟିବା। ହଁ, ଖର୍ଚ୍ଚ କାଟ କରିବା। ଆଜିକାଲି ଧନୀ ଲୋକଙ୍କ ଲାଇଫଷ୍ଟାଇଲ ଦେଖିଲେ ଲାଗେ ଯେମିତି ତାଙ୍କ ଆବଶ୍ୟକତାର କିଛି ସୀମା ନାହିଁ। କିନ୍ତୁ ବାସ୍ତବରେ ଶରୀର ଚଳିବା ପାଇଁ ବହୁତ କମ୍ ଜିନିଷ ଦରକାର। ବାବାଙ୍କ ଭାଷାରେ ମାତ୍ର ପାଏ ଅଟା। ଏଇଟା ଆମକୁ ଗୋଟେ ସରଳ, ବାଲାନ୍ସଡ୍ ଆଉ ଆଧ୍ୟାତ୍ମିକତା କେନ୍ଦ୍ରିକ ଜୀବନ ପାଇଁ ପ୍ରେରିତ କରେ, ଯାହାଦ୍ୱାରା ଆମେ ସ୍ମରଣ ଆଉ ସେବା ପାଇଁ ବେଶୀ ସମୟ ଓ ଶକ୍ତି ଦେଇପାରିବା। ତେବେ ଆଜିର ଏହି ବିସ୍ତୃତ ଆଲୋଚନା ପରେ ଆସନ୍ତୁ ଧାରଣା ପାଇଁ ମୁଖ୍ୟ ସାରକୁ ପୁଣି ଥରେ ଦେଖିବା। ଆମେ ଏଥିରୁ କେଉଁ ମୁଖ୍ୟ ଶିକ୍ଷାଗୁଡ଼ିକୁ ନିଜ ଜୀବନରେ ଧାରଣ କରିପାରିବା? ହଁ, ଏଇଟା ଜରୁରୀ। ପ୍ରଥମ ମୁଖ୍ୟ ସାର ହେଲା ସମ୍ପର୍କ ଆଉ ଯୋଗ ବିଷୟରେ। ପରସ୍ପର ପ୍ରତି, ବିଶେଷ କରି ବ୍ରହ୍ମାକୁମାର କୁମାରୀ ଭାଇ ଭଉଣୀଙ୍କ ଭିତରେ ବହୁତ ସ୍ନେହ ରଖିବାକୁ ହେବା, କିନ୍ତୁ ବୁଦ୍ଧିର ଯୋଗ କେବଳ ଜଣେ ନିରାକାର ବାବାଙ୍କ ସହିତ ରହିବା ଦରକାର। କୌଣସି ଦେହଧାରୀ ଆତ୍ମା ସହିତ ଯୋଗ ନ ରହୁ। ଆଉ ସବୁଠୁ ଜରୁରୀ, ଇନ୍ଦ୍ରିୟ ଦ୍ୱାରା କୌଣସି ପାପକର୍ମ ବା ଭୁଲ କାମ କରିବା ନାହିଁ। ଏବଂ ଦ୍ୱିତୀୟ ମୁଖ୍ୟ ସାର? ଦ୍ୱିତୀୟଟି ହେଲା ରାସ୍ତା ଦେଖାଇବା ଆଉ ସମୂହ ଶକ୍ତି ବିଷୟରେ। କେବଳ ଭଗବାନଙ୍କ ଶ୍ରୀମତରେ ଶ୍ରେଷ୍ଠ ମତ ବା ନିର୍ଦ୍ଦେଶରେ ଚାଲି ନିଜକୁ ସତ୍ତ୍ୱ ପ୍ରଦାନ କରିବାକୁ ହେବ। ମାୟାର ମତ ବା ନିଜ ମନ କଥାକୁ ଛାଡ଼ିଦେବାକୁ ପଡ଼ିବ। ଏହା ସହିତ ନିଜ ଗ୍ରୁପକୁ, ନିଜ ସଂଗଠନକୁ ମଜବୁତ କରିବା ଆଉ ପରସ୍ପରର ସହଯୋଗୀ ହେଇ ଏକତାର ଶକ୍ତି ଦେଖେଇବା। ଆଜିର ବରଦାନ ବି ବହୁତ ଗଭୀର ଆଉ ପ୍ରେରଣାଦାୟକ। ନିଜର ଯୋଗ୍ୟତା, ପୋଟେନ୍ସିଆଲ ଏବଂ ଲକ୍ଷ୍ୟ, ଗୋଲ ମଧ୍ୟରେ ସନ୍ତୁଳନ ରଖି ଆରୋହଣ କଳାର ଆର୍ଟ ଅଫ୍ ଏସେଣ୍ଡିଂ ଅନୁଭବ କର ଏବଂ ପିତା ସମାନ ସମ୍ପୂର୍ଣ୍ଣ ଓ ସିଦ୍ଧ ହୁଅ। ଏହାର ବ୍ୟାଖ୍ୟା କ'ଣ ହେଇପାରେ? ଏହାର ଗଭୀର ମାନେ ହେଲା, ଆମ ସମସ୍ତଙ୍କର ଲକ୍ଷ୍ୟ ତ ହେଉଛି ବାବା ସମାନ, ପୁରା ପବିତ୍ର, ସବୁ ଗୁଣରେ ଭରା ଆଉ ସିଦ୍ଧ ହେବା। କିନ୍ତୁ ଆମର ଏବେକାର ଯୋଗ୍ୟତା ବା ସ୍ଥିତି ଆଉ ସେ ଉଚ୍ଚ ଲକ୍ଷ୍ୟ ଭିତରେ ଗୋଟେ ଗ୍ୟାପ୍ ଅଛି। ଆମକୁ ଏ ଗ୍ୟାପ୍କୁ ଦେଖି ନିରାଶ ହେବାର ନାହିଁ, ବରଂ ଏହାକୁ ସାରିବା ପାଇଁ ଆରୋହଣ କଳା ବା ଉପରକୁ ଉଠିବାର କଳା ଶିଖିବାକୁ ହେବ। ଆରୋହଣ କଳା? ହଁ, ଏଥିପାଇଁ ବାଲାନ୍ସ ଦରକାର। ନିଜର ଏବେକାର ସ୍ଥିତିକୁ ମାନିବା ଆଉ ଲକ୍ଷ୍ୟକୁ ସାମ୍ନାରେ ରଖି ଧୀରେ ଧୀରେ ଆଗକୁ ବଢ଼ିବା। ଯଦି ଆମେ ଦୃଢ଼ ସଂକଳ୍ପ କରି ଏହି ଚେଷ୍ଟା ଜାରି ରଖିବା, ତେବେ ବାବା ସମାନ ହେବାର ବରଦାନ ଆମକୁ ମିଳିବ। ଏଥିପାଇଁ ମୁଖ୍ୟ ସାଧନ ହେଲା ବେକାର ଚିନ୍ତା, ଅନ୍ୟମାନଙ୍କ ବିଷୟରେ କି ବେକାର କଥା ଚିନ୍ତା କରିବାର ଚକ୍ର, ପରଚିନ୍ତନ ବନ୍ଦ କରି କେବଳ ନିଜର ଆତ୍ମିକ ସ୍ୱରୂପ ଆଉ ସୃଷ୍ଟିଚକ୍ରର ଜ୍ଞାନ ଉପରେ ମନନ କରିବାର ଚକ୍ର, ସ୍ୱଦର୍ଶନ ଚକ୍ର ଫେରାଇବା। ଅଦ୍ଭୁତ। ତେବେ ଆଜିର ଏହି ଗଭୀର ଆଲୋଚନାରୁ ଆମେ ଖାଲି ସେବା, ଏକତା, ସ୍ମରଣର ମହତ୍ତ୍ୱ ବୁଝିଲେନି, ବରଂ ଏହି ଶିକ୍ଷାଗୁଡ଼ିକୁ ନିଜ ବ୍ୟକ୍ତିଗତ ଜୀବନ ଆଉ ସମସ୍ତଙ୍କ ସହିତ ମିଶି କରାଯାଉଥିବା ଚେଷ୍ଟାରେ କେମିତି ଲାଗୁ କରାଯାଇପାରିବ, ସେ ବିଷୟରେ ବି ସ୍ପଷ୍ଟ ଗାଇଡେନ୍ସ ପାଇଲେ। ଏକଦମ। ଆଉ ଶେଷରେ ଆଜିର ମୂଲ୍ୟର ଅବ୍ୟକ୍ତ ସଂକେତ ଆମ ପାଇଁ ଗୋଟେ ଶେଷ ବହୁତ ହି ଗଭୀର ଚିନ୍ତା ଛାଡ଼ି ଯାଉଛି। ଅଶରୀରୀ ଏବଂ ବିଦେହୀ ସ୍ଥିତିର ଅଭ୍ୟାସ ବଢ଼ାଅ। ଏଇଟା ଗୋଟେ ବହୁତ ଉଚ୍ଚ ସ୍ଥିତିର ଅଭ୍ୟାସ। ଅଶରୀରୀ ଏବଂ ବିଦେହୀ ସ୍ଥିତି? ହଁ, ଏହାର ମାନେ ହେଲା ନିଜକୁ ଏଇ ଶରୀର ଆଉ ଶରୀର ସହିତ ଜଡ଼ିତ ଦୁନିଆର ଭାବନାରୁ ପୁରା ମୁକ୍ତ କରି ନିଜକୁ ପରମଧାମବାସୀ, ଗୋଟେ ଶୁଦ୍ଧ ଆଲୋକ ବିନ୍ଦୁ ଭାବରେ ଅନୁଭବ କରିବା। ପୁଣି ସେହି ସବୁଠୁ ଉଚ୍ଚ ସ୍ଥିତିରୁ ଅବ୍ୟକ୍ତ ବା ସୂକ୍ଷ୍ମ ସ୍ଥିତିରେ ସ୍ଥିତ ହୋଇ ସେବା ପାଇଁ ପୁଣି ଶବ୍ଦରେ ବା କାମରେ ଆସିବା। ସେବା କଲାବେଳେ ବି ନିଜର ଏଇ ମୂଳ ଅଶରୀରୀ ସ୍ୱରୂପର ସ୍ମୃତି ରଖିବା। ଯଦି ଆମେ ନିଜ ବୁଦ୍ଧିକୁ ଏମିତି କଣ୍ଟ୍ରୋଲ କରିପାରିବା ଯେ ଯୋଉଠି ଚାହିଁବା, ଯେତେବେଳେ ଚାହିଁବା, ସେକେଣ୍ଡରେ ସ୍ଥିର କରିପାରିବା, ତେବେ ଆମେ ଆଧ୍ୟାତ୍ମିକ ପରୀକ୍ଷାରେ ସମ୍ମାନର ସହ ପାସ୍ ହେଇଯିବା। ଏଇଟା ଖାଲି ଜ୍ଞାନ ନୁହେଁ, ଗୋଟେ ଲଗାତାର ଗଭୀର ଅଭ୍ୟାସର ବିଷୟ। ନିଶ୍ଚିତ ଭାବରେ ଏହା ଏକ ଗଭୀର ଅଭ୍ୟାସ ଏବଂ ଚିନ୍ତନ ପାଇଁ ବି ବିଷୟ। ଆଜିର ଏହି ବିସ୍ତୃତ ଏବଂ ଗଭୀର ଆଲୋଚନା ଶ୍ରୋତାମାନଙ୍କୁ କିପରି ଲାଗିଲା, ନିଜର ଅନୁଭବ ଏବଂ କେଉଁ କଥା ସବୁଠାରୁ ଅଧିକ ପ୍ରଭାବିତ କଲା, ତାହା ଜଣାଇବା ପାଇଁ କମେଣ୍ଟ ବକ୍ସରେ ଓମ୍ ଶାନ୍ତି ନିଶ୍ଚୟ ଲେଖନ୍ତୁ। ଆମେ ସମସ୍ତଙ୍କର ମତାମତ ଜାଣିବାକୁ ଆଗ୍ରହୀ। ହଁ, ନିଶ୍ଚୟ ଜଣାନ୍ତୁ। ଏବଂ ଯଦି ଲାଗୁଛି ଯେ ଏହି ଆଲୋଚନା ଆଉ କାହା ପାଇଁ ବି ଉପଯୋଗୀ ହୋଇପାରେ, ତେବେ ଏହି ଶାନ୍ତି ଏବଂ ଆନନ୍ଦର ସନ୍ଦେଶକୁ ନିଜର ବନ୍ଧୁ ଓ ପରିବାର ସହ ନିଶ୍ଚୟ ସେୟାର କରନ୍ତୁ। ଏହାଦ୍ୱାରା ସେମାନେ ମଧ୍ୟ ଏହି ଦିବ୍ୟ ଜ୍ଞାନର ଲାଭ ପାଇପାରିବେ ଏବଂ ଏହାଦ୍ୱାରା ବାବାଙ୍କର ଅନେକ ଆଶୀର୍ବାଦ ବି ମିଳିବ। ହଁ, ସେବା ବି ହବ।
ପୁଣି ଦେଖାହବ ଆଉ ଏକ ଜ୍ଞାନପୂର୍ଣ୍ଣ ଏବଂ ପ୍ରେରଣାଦାୟକ ଆଲୋଚନାରେ। ସେ ପର୍ଯ୍ୟନ୍ତ ସ୍ମରଣ ଏବଂ ସେବାରେ ନିମଗ୍ନ ରହନ୍ତୁ। ଓମ୍ ଶାନ୍ତି। ଓମ୍ ଶାନ୍ତି। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।